ସାଙ୍ଗମାନେ ଆମେ ଯେତେବେଳେ ଚାଲୁଥାଉ ସେତେବେଳେ ଆମର ଦୁଇଟି ପାଦ ମଧ୍ୟରେ ଅନେକ ତଫାତ୍ ଥାଏ। ପ୍ରଥମ ପାଦଟି ଆଗକୁ ଥାଏ ତ ଦ୍ୱିତୀୟ ପାଦଟି ପଛକୁ ଥାଏ। ତାପରେ ମଧ୍ୟ ଆଗକୁ ଥିବା ପାଦ କେବେ ଅଭିମାନ କରେ ନାହିଁ କି ପଛରେ ଥିବା ପାଦ କେବେ ବି ଦୁଃଖୀ ହୁଏ ନାହିଁ, ଅପମାନ ଅନୁଭବ କରେ ନାହିଁ। କାରଣ ଦୁହିଁ ଯାକ ଜାଣିଛନ୍ତି କିଛି ମୁହୂର୍ତ୍ତର କଥା, କିଛି ମୁହୂର୍ତ୍ତ ପରେ ଆଗରେ ଥିବା ପାଦ ପଛକୁ ଚାଲିଯିବ ଏବଂ ପଛରେ ଥିବା ପାଦ ଆଗକୁ ଆସିଯିବ, ମାନେ ପରିସ୍ଥିତି ବଦଳିଯିବ। ସାଙ୍ଗମାନେ ଆମେ ସମସ୍ତେ ମନେ ରଖିବା ଦରକାର, ଏହା ହିଁ ଜୀବନ ଅଟେ। ଆଜି ସୁଖ ଅଛି, ଆଜି ସଫଳତା ଅଛି, କାଲିକି ନିଶ୍ଚୟ ଦୁଃଖ ଆସିବ, ବିଫଳତା ଆସିବ। ଏବେ ଦିନ ଅଛି ତ ରାତି ଆସିବ, ରାତି ଅଛି ଯଦି ଦିନ ଆସିବ ହିଁ ଆସିବ। ସେଥିପାଇଁ ଖୁସିରେ ବିହୋଳ ହୁଅନ୍ତୁ ନାହିଁ, ଦୁଃଖରେ ଭାଙ୍ଗି ପଡ଼ନ୍ତୁ ନାହିଁ। ନିଜକୁ ସ୍ଥିର ଶାନ୍ତ ରଖନ୍ତୁ। ସବୁକିଛି ଭଗବାନଙ୍କ ପାଦ ତଳେ ସମର୍ପଣ କରି କଠିନ ପରିଶ୍ରମ କରନ୍ତୁ। ନିଜକୁ ଉନ୍ନତ କରିବାର ପ୍ରୟାସ କରନ୍ତୁ। ଆପଣଙ୍କୁ କେହି ହରାଇ ପାରିବେ ନାହିଁ। ଜୟ ଜଗନ୍ନାଥ।